ଚାଷ କାମ ଯାହାର କେଡ଼େ ସୁଖ ତାହାର। ହଁ ଆଜ୍ଞା, ଚାକିରି 5 ବର୍ଷ ଦୀର୍ଘ କରିବା ପରେ ମଧ୍ୟ ପୁଣି ସେଇ ଚାଷୀ ପୁଅ ଫେରିଛି ଚାଷ କାର୍ଯ୍ୟକୁ। ତେବେ ଆମେ କହୁଛୁ ଗଞ୍ଜାମ ଜିଲ୍ଲା ପୋଲସୁରା ଥାନା ଅଧୀନସ୍ଥ ପନ୍ତିଆମ୍ବା ଗାଁରେ ପିତେବାସ ନାମକ ଜଣେ ବ୍ୟକ୍ତି 5 ବର୍ଷ ଦୀର୍ଘ ଚକବନ୍ଦୀ ବିଭାଗରେ କାର୍ଯ୍ୟ କରୁଥି ସାରିଲା ପରେ ପୁଣି ଟ୍ରାନ୍ସପୋର୍ଟିଂ ବିଜନେସ୍ ମଧ୍ୟ ଆରମ୍ଭ କରିଥିଲେ। କାଳେ କୁଆଡ଼େ ସେହି ଅର୍ଥ ତାଙ୍କୁ ପୋଷାଇଲା ନାହିଁ, ଯାହାଫଳରେ ନିଜେ ନିଜର ଚାଷ କାମକୁ ଆଜି ଆପଣେଇଛନ୍ତି। ତେବେ ଏଠାରେ ଆମ୍ବ ପଣସ ଠାରୁ ଆରମ୍ଭ କରି ବିଭିନ୍ନ ଫଳ ଚାଷ ଏବଂ ପନିପରିବା ଚାଷ କାର୍ଯ୍ୟ କରୁଛନ୍ତି। ତେବେ ଆସନ୍ତୁ ସିଧାସଳଖ ଆମେ ତାଙ୍କ ସହିତ ଆଲୋଚନା କରିବା। ତେବେ ଆଜି ଆମେ ପିତେବାସ ପ୍ରଧାନଙ୍କ ଫାର୍ମ ହାଉସ୍ରେ ପହଞ୍ଚିଛେ। ବର୍ତ୍ତମାନ ତାଙ୍କ ସହିତ ଆଲୋଚନା କରିବା ଚାକିରି ଛାଡ଼ିଲେ, ଯାହାକି ସରକାରୀ ଚାକିରି ଛାଡ଼ିବା ପରେ ଚାଷ କାର୍ଯ୍ୟ କାହିଁକି ଆପଣେଇଛନ୍ତି। ଆଜ୍ଞା କ'ଣ କହିବେ? ଆପଣଙ୍କର ଯେଉଁ ଚାଷ କାର୍ଯ୍ୟ ଆପଣେଇଛନ୍ତି, ଚାକିରି ଆପଣ କରୁଥିଲେ, ଭଲ ଚାକିରି କରୁଥିଲେ, କ'ଣ ଅସୁବିଧା ଏମିତି ହେଲା? ଶୁଣନ୍ତୁ, ଚାଷ କାମ ହେଉଛି ଗୋଟେ ଆତ୍ମନିର୍ଭରଶୀଳ ଏବଂ ଇଣ୍ଡିପେଣ୍ଡେଣ୍ଟଲି ସେ ରହିପାରିବ। ଚାଷ ନିଜର ସ୍ୱାଧୀନତା ଅଛି, ଚାକିରିରେ ସ୍ୱାଧୀନତା ନାହିଁ। ଏବଂ ଚାକିରି ପଛରେ ଯେଉଁ ଆଜିକାଲି ଯେଉଁ ପିଲାମାନେ ଦୌଡ଼ୁଛନ୍ତି ସେଇଟା ଆଉ ନାହିଁ। ତେଣୁ ନିଜେ ସ୍ୱାବଲମ୍ବୀ ହେବା ପାଇଁ ଚାଷ କାମ କରିବା ସହ କିଛି ଲୋକଙ୍କୁ ଆମ ପରିବାର ସହିତ ଯୋଡ଼ି, ଚାଷ ସହିତ ଯୋଡ଼ି ସେମାନଙ୍କର ବି ଜୀବନ ଜୀବିକା ନିର୍ବାହ ହୋଇପାରୁଛି। ଏବଂ ଆମେ ଚାଷ ଯିଏ ଚାଷୀ ସିଏ ବହୁତ ଲୋକଙ୍କର ସିଏ ସେବା କରେ, ବହୁତ ଲୋକଙ୍କର ଖାଦ୍ୟ ଯୋଗାଏ। ତେଣୁ ଚାଷ କାମଟା ସବୁଠୁ ଭଲ ବୋଲି ମୁଁ ଧରି ନେଇଥିଲି। ତେବେ ସାର୍ ବର୍ତ୍ତମାନ କେଉଁ ଆପଣ ଚାଷ କରିଛନ୍ତି ଏବଂ କେଉଁ ପଦ୍ଧତିରେ ସବୁ କରୁଛନ୍ତି, କେମିତି ରହିଛି ଚାଷ ଶୈଳୀ? ଶୁଣନ୍ତୁ, ଆଜିକାଲି ବୈଜ୍ଞାନିକ ପଦ୍ଧତି ଛାଡ଼ିକି ଚାଷ କାମ ହେଇପାରିବନି। ତେଣୁ ଆପଡେଟ୍ ମଡ଼େଲରେ ଚାଷ କରିବାକୁ ପଡ଼ିବ। ଚାଷୀ ଯିଏ ହେବ ସିଏ ନିଶ୍ଚିତ ଭାବେ ପାଠ ପଢ଼ିବାକୁ ପଡ଼ିବ, ବୈଜ୍ଞାନିକ ପଦ୍ଧତିରେ ଚାଷ କାମ କରିବାକୁ ପଡ଼ିବ। ମୁଁ ଚାଷ କାମ ଆରମ୍ଭ କରୁଛି 2005ରୁ। ପିଜୁଳି ଲଗେଇଛି, ଆମ୍ବ ଲଗେଇଛି, ପଣସ, କାଜୁ, ଲିଚୁ, କଦଳୀ, ନଡ଼ିଆ, ବର୍ତ୍ତମାନ ଫଳ ଚାଷ କରୁଛି, ବାଇଗଣ ଏବଂ ବିଭିନ୍ନ ପ୍ରକାର ତୈଳ ଜାତୀୟ ଆମର ବାଦାମ କରିଛି, ସୋରିଷ, ରାଶି ଏବଂ ଆମର ମକା ବି କରିଛି। ଆପଣମାନେ ଦେଖିପାରୁଥିବେ ସବୁ ଚାରିପଟେ ଫସଲ ଅଛି। ତେଣୁ ପିଜୁଳି, ସୀତାଫଳ ବି ଅଛି ଆମର। ଏ ଯେଉଁ ଚାଷ କାମ ଏଇଟା ଇଣ୍ଡିପେଣ୍ଡେଣ୍ଟଲି କରିପାରିବେ ଏବଂ ବୈଜ୍ଞାନିକ ପଦ୍ଧତିରେ କଲେ ହିଁ ଚାଷ କାମ ପୋଷେଇବ। ତେବେ ଆପଣ ଆଜି ଯେଉଁ ଚାଷ କରିଛନ୍ତି କେଉଁ ପଦ୍ଧତିରେ କରିଛନ୍ତି? ପିଓରଲି ଅର୍ଗାନିକ ପଦ୍ଧତିରେ ହେଇଛି ଏବଂ ସାଇଣ୍ଟିଫିକାଲି ହେଇଛି। ତେବେ ଏଠାକୁ ଯେଉଁ ଗ୍ରାହକ ଆସୁଛନ୍ତି ସେମାନଙ୍କୁ କେମିତି ଦରରେ ଆପଣ ଯୋଗାଉଛନ୍ତି, ସେମାନଙ୍କର ଆଗ୍ରହ କେମିତି ବଢ଼ୁଛି ଏବଂ ଆପଣଙ୍କ ବ୍ୟବସାୟ କେମିତି ରହିଛି? ଦେଖନ୍ତୁ, ଆମର ଜିନିଷ ଏଠୁ ଗଲେ ମାର୍କେଟରୁ ପିତବାସନ ମଧୁବନ ଫାର୍ମ ହାଉସ୍ରୁ ଯେଉଁ ଜିନିଷ ଯାଉଛି ସେଗୁଡ଼ାକ ମାର୍କେଟରେ ବହୁତ ଡିମାଣ୍ଡ ଅଛି। କାହିଁକିନା ଏଇଟା ପିଓରଲି ଅର୍ଗାନିକ ବ୍ୟବସ୍ଥା ଭିତରେ ହେଇଛି। ଆପଣମାନେ ଦେଖୁଥିବେ ମୋ ଜିଆ ଖତ କୁଣ୍ଡ ଅଛି, ଜିଆ କୁଣ୍ଡ ଅଛି, ସେଇଥିରୁ ଆମେ ଖତ ଆଣି ବ୍ୟବହାର କରୁଛେ। ଆମେ ଏ ଯେଉଁ ପୋକ ମାରିବା ପାଇଁ ଲାଇଟ୍ ଟ୍ରାପ୍ କରିଛୁ, ଆପଣମାନେ ଦେଖିପାରୁଥିବେ ଲାଇଟ୍ ଟ୍ରାପ୍ ହେଇଛି। ଆମେ ମେଡ଼ିସିନ୍ ପକାଉନୁ, ଯେଉଁଥିରେ ପକ୍ଷୀ ଆସିକି ତା'ର ଲାଇଟ୍ରେ ଆକର୍ଷିତ ହେଇ ଆସିବ ଏବଂ ସେ ତା ତଳେ ଗୋଟେ ପ୍ଲେଟ୍ ଅଛି, ପ୍ଲେଟ୍ରେ ପାଣି ଅଛି, ପାଣି ଭିତରେ ଅଏଲ୍ ବି ଅଛି, ସେ ପଡ଼ିକି ତା ଭିତରେ ମରିବ। ତେଣୁ ଆମେ ଅର୍ଗାନିକ ପଦ୍ଧତିରେ ଆଜ୍ଞା ଚାଷ କରୁଛୁ। ଏତେ ସରକାରୀ ସ୍ତରରେ ପ୍ରଶାସନଙ୍କ ଇଏରେ କେମିତି ଆପଣଙ୍କୁ ସହଯୋଗ କରୁଛନ୍ତି, ଆପଣଙ୍କୁ କେତେ ସହଯୋଗ ଦେଉଛନ୍ତି? ଶୁଣନ୍ତୁ, ସରକାରୀ ସହଯୋଗ ତ ନିଶ୍ଚିତ ଅଛି, କିନ୍ତୁ ଠିକଣା ସମୟରେ ଚାଷୀମାନଙ୍କ ପାଖରେ ସଠିକ୍ ତଥ୍ୟ ପହଞ୍ଚି ପାରୁନି। ସରକାରଙ୍କର ବହୁତ ବ୍ୟବସ୍ଥା ହେଇଛି। ବର୍ତ୍ତମାନ ସରକାରଙ୍କର ଯେଉଁ କୃଷକମାନଙ୍କ ପ୍ରତି ଯେଉଁ ସମ୍ଭାବନା ସୃଷ୍ଟି ହେଇଛି, ତେଣୁ ବହୁତ ସରକାରୀ କର୍ମଚାରୀ ମାନେ ଲୋକଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି। ତେବେ ଏଠାକାର ଯେଉଁ ମାନେ ଚାଷ କାର୍ଯ୍ୟ ପାଇଁ ଯେଉଁ ପାଣିର ଆବଶ୍ୟକତା ରହିଛି, ପାଣି କେମିତି ଆପଣଙ୍କୁ ଏଠାରେ ମିଳୁଛି ନା ଆପଣଙ୍କର କୌଣସି ଅନ୍ୟ କିଛି ଉପାୟ ରହିଛି? ଚାଷ କାମରେ ଆଜ୍ଞା ଚାଷୀ ପାଇଁ ଦୁଇଟା ଜିନିଷ ସରକାରଙ୍କ ତରଫରୁ ଫ୍ରି ହେବା ଆବଶ୍ୟକତା ଅଛି। ଗୋଟେ ହେଉଛି ପାଣି, ଆଉ ଗୋଟେ ହେଉଛି ଇଲେକ୍ଟ୍ରିକ୍। ଏ ଦୁଇଟା ଜିନିଷ ଯଦି ଚାଷୀକୁ ମିଳିବ, ଚାଷ ନିଶ୍ଚିତ ଭାବେ ଚାଷୀ ଉପକୃତ ହେବା ସହ ଚାଷର ମଧ୍ୟ ଉନ୍ନତି ହୋଇପାରିବ। ତେବେ କ'ଣ ଚାହୁଁଛନ୍ତି ଆପଣ ବର୍ତ୍ତମାନ? ଆମେ ଚାହୁଁଛୁ ସରକାରଙ୍କ ତରଫରୁ ଚାଷୀମାନଙ୍କ ପାଇଁ ଯେତେ ବ୍ୟବହାର ହେଉଛି ଇଲେକ୍ଟ୍ରିକ୍ ଏବଂ ପାଣି, ଏ ଦୁଇଟା ଯାକ ଫ୍ରି ମିଳୁ। ତେବେ ଦେଖୁଥିଲେ ଯେଉଁଭଳି ଭାବେ ଆମେ ପ୍ରତିକ୍ରିୟା ଶୁଣୁଥିଲେ ପିତେବାସଙ୍କର, ସେ ଜଣେ ସରକାରୀ ଚାକିରିଆ ରହିଥିଲେ ଏବଂ 5 ବର୍ଷ ଦୀର୍ଘ କାର୍ଯ୍ୟ କରିବା ପରେ ନିଜେ ପୁଣି ସେଇ ଚାଷ କାର୍ଯ୍ୟକୁ ଆପଣେଇଛନ୍ତି ଏଇ ଚାଷୀ ପୁଅ। ତେବେ ଲୋକଙ୍କର ଜୀବିକା ନିର୍ବାହ କରିବା ସହିତ ବହୁ ଲୋକ ମଧ୍ୟ ଏଠାରେ ଜୀବିକା ନିର୍ବାହ କରାଯାଉଛି ଏବଂ 2 ପଇସା ଅର୍ଥ ରୋଜଗାର କରି ନିଜେ ମଧ୍ୟ ଚଳୁଛନ୍ତି। ତେବେ ଆମେ ଯେଉଁଭଳି ଭାବେ ପ୍ରତିକ୍ରିୟା ଶୁଣୁଥିଲେ ସରକାରୀଙ୍କ ଏଠାରେ ପ୍ରୋତ୍ସାହନ ସେମାନଙ୍କୁ ମିଳୁଥିଲେ ମଧ୍ୟ ଉପଯୁକ୍ତ ଯେଉଁ ମିଳିବା କଥା, ଇଲେକ୍ଟ୍ରିକ୍ କଥା କୁହନ୍ତୁ, ପାଣି କଥା କୁହନ୍ତୁ, ସଠିକ୍ ମିଳିପାରୁନଥିବା ମଧ୍ୟ ସେ
କହୁଛନ୍ତି। ତ ଯଦିଓ ସରକାରଙ୍କ ପକ୍ଷରୁ କିଛି ସହାୟତା ଆଗାମୀ ଦିନେ ମିଳିପାରନ୍ତା ତାହେଲେ ହୁଏତ ଏହି ପୀତବାସ ପ୍ରଧାନ ଆଗକୁ ଆଉ ଟିକେ ବଢ଼ିବାର ମଧ୍ୟ ଆଶା ରଖିଛନ୍ତି। ଗଞ୍ଜାମ ବୁଗୁଡ଼ା ରବି ମିଶ୍ର, ନକ୍ଷତ୍ର ନ୍ୟୁଜ୍।